ଗଞ୍ଜାମ ଜିଲ୍ଲାରେ ମେ 6 ରୁ 9 ତାରିଖ ପର୍ଯ୍ୟନ୍ତ ଆୟୋଜିତ 7ମ ୱାକ ଷ୍ଟେଟ୍ ଆମେଚ୍ୟୁର କିକବକ୍ସିଂ ଚାମ୍ପିୟନସିପ୍ 2024ରେ ଝାରସୁଗୁଡ଼ାର କିକବକ୍ସରମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ଝାରସୁଗୁଡ଼ାରୁ ମୋଟ 15 ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଚିକୁ ମାଝୀ, ସାଇ ସୌମିକ ଦାସ, ବିନାୟକ ସେନଗୁପ୍ତା, ନମ୍ରତା ବର୍ମନ, ଅପର୍ଣ୍ଣା ମେହେର, ବୈଷ୍ଣବ ସିଂହ, ଚିତ୍ରସେନୀ ଉର୍ମାଲ, ଅଭିନବ ସିଂହଦେଓ, ବଳରାମ ଖମାରୀ, ଉର୍ମୀ ପରିଧି ଶାହ, ରୋଶନୀ ରାଉତ, ଦିବ୍ୟଜ୍ୟୋତି ପଢ଼ାନ, ଦିଶାରାଣୀ ସେନାପତି, ଲେସଲିନା ସାହୁ ଓ ମୟୂରୀ ବାରିକ ଅଛନ୍ତି। ଝାରସୁଗୁଡ଼ା ଦଳ ସମୁଦାୟ ଭାବେ ମୋଟ 20ଟି ପଦକ ଜିତିଥିଲେ। ସେଥିରେ 5ଟି ସ୍ୱର୍ଣ୍ଣ, 9ଟି ରୌପ୍ୟ ଏବଂ 6ଟି କାଂସ୍ୟ ପଦକ ରହିଛି। ଖେଳାଳିମାନଙ୍କ ଏହି ଉପଲବ୍ଧିକୁ କ୍ରୀଡ଼ା ମହଲରେ ବେଶ୍ ପ୍ରଶଂସା କରାଯାଇଛି। ଏହି ସଫଳତା ପଛରେ କୋଚ୍ ଅଭୟଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବା କୁହାଯାଇଛି। ସେ ଦୀର୍ଘ ଦିନ ଧରି ଝାରସୁଗୁଡ଼ାରେ ଶିଶୁମାନଙ୍କୁ କାରାଟେ ଓ କିକବକ୍ସିଂ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ଉତ୍କୃଷ୍ଟ ପ୍ରଦର୍ଶନ ଆଧାରରେ ଚୟନିତ ଖେଳାଳିମାନେ ଆଗାମୀ ସବ୍ ଜୁନିୟର ନ୍ୟାସନାଲ କିକବକ୍ସିଂ ଚାମ୍ପିୟନସିପ୍ ଏବଂ ଚିଲଡ୍ରେନ୍ ଆଣ୍ଡ କାଡେଟ୍ସ ନ୍ୟାସନାଲ କିକବକ୍ସିଂ ଚାମ୍ପିୟନସିପ୍ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଏହାକୁ ନେଇ ଜିଲ୍ଲାର କ୍ରୀଡ଼ାପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଝାରସୁଗୁଡ଼ାରୁ ଘନଶ୍ୟାମ ପଡ଼ିହାରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।